ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଭାଷା ମହକ ବହିର ପାଠ 9 ମୁଁ ନିମ୍ବ ଗଛ ପାଠଟିକୁ ଆମେ ପଢ଼ିବା। ତେଣୁ ପିଲାମାନେ ଧ୍ୟାନ ସହକାରେ ଏହି ପାଠଟିକୁ ଶୁଣିବା ପାଇଁ ଚେଷ୍ଟା କର, ଯଦ୍ୱାରା କି ବୁଝିବା ପାଇଁ ସହଜ ହେବ। ତେବେ ପିଲାମାନେ ଆସ ଏହି ପାଠଟିକୁ ଆମେ ଆରମ୍ଭ କରିବା। ମୁଁ ନିମ୍ବ ଗଛ। ଏଠି ନିମ୍ବ ଗଛ ତାର କାହାଣୀକୁ କହୁଛି, ମନ ଦେଇ ଶୁଣ। ମୁଁ ନିମ୍ବ ଗଛ, ଗାଁ ମୁଣ୍ଡରେ ତଳ ବାଡ଼ିରେ ରାସ୍ତା କଡ଼ରେ ମୁଁ ଛିଡ଼ା ହୋଇ ରହିଥାଏ। ପିଲାମାନେ ତୁମେ ଦେଖିଛ ଆମର ଗାଁର ରାସ୍ତା କଡ଼ରେ କିମ୍ବା ବାଡ଼ି ବଗିଚାରେ ନିମ୍ବ ଗଛ ରହିଥିବାର ଏବଂ ବିଭିନ୍ନ ପ୍ରକାର ଗଛ ରହିଥିବାର ତୁମେ ଲକ୍ଷ୍ୟ କରିଛ। ଏହି ନିମ୍ବ ଗଛ ହେଉଛି ଦ୍ରୁମ ଜାତୀୟ ବୃକ୍ଷ। ମୁଁ ଭାରତରେ ପ୍ରାୟ ସବୁ ସ୍ଥାନରେ ଦୃଷ୍ଟିଗୋଚର ହୋଇଥାଏ। ନିମ୍ବ ସତରେ ସବୁ ସ୍ଥାନରେ ଦେଖାଯାଏ। ମୁଁ ପିତା। ନିମ୍ବ ତୁମେ ଦେଖିଛ, ନିମ୍ବ ପତ୍ର ଖାଇଛ ପିଲାମାନେ? ନିମ୍ବ ପତ୍ର ଖାଇଲେ ଆମକୁ ପିତା ଲାଗେ। ମୁଁ ପିତା ହୋଇଥିବାରୁ ମୋତେ କେହି ଆଦର କରନ୍ତି ନାହିଁ। ତେଣୁ ମୋତେ କେହି ହେଲେ ଆଦର କରନ୍ତି ନାହିଁ। କାହିଁକି ନା ମୋର ପତ୍ର ବାହାରି ପିତା। ଏହି ପିତା ଦେହରେ ଈଶ୍ୱର ଅନେକ ସୁଗୁଣ ଭରି ଦେଇଛନ୍ତି। ମୋ ବିଷୟରେ ପ୍ରବୀଣ ଆୟୁର୍ବେଦାଚାର୍ଯ୍ୟ ମହାମୁନି ଅତ୍ରେୟ ତାଙ୍କର ପ୍ରିୟ ଶିଷ୍ୟ ଜୀବକଙ୍କୁ ଦେଇଥିବା ଉପଦେଶ କଥା ଆଜିକାଲି ଲୋକେ ଭୁଲିଗଣି। ହେଲେ ଏହି ନିମ୍ବପତ୍ର ଭାରି ପିତା। ତଥାପି ସେଥିରେ ଯେଉଁ ଔଷଧୀୟ ଗୁଣ ରହିଛି ତାହା ଅତ୍ୟନ୍ତ ଉପକାରୀ। ସେଥିରେ ନାନା ପ୍ରକାର ରୋଗ ଭଲ ହୋଇଥାଏ। ତୁମେ ଜାଣିଛ, ଯେତେବେଳେ ଆମର କାଛୁ କୁଣ୍ଡିଆ ହୁଏ, ନିମ୍ବପତ୍ରକୁ ହଳଦୀ ସାଙ୍ଗରେ ବାଟି ଆମେ ଲଗାଇଲେ ଆମର କୁଣ୍ଡିଆ ବନ୍ଦ ହୋଇଯାଏ, ଆମର କାଛୁ କୁଣ୍ଡିଆ ଭଲ ହୋଇଯାଏ। ଏବଂ ଏଥିରେ ବହୁତ ମଧୁମେହ ରୋଗୀ ମଧ୍ୟ ଏହାକୁ ସେବନ କଲେ, ଖାଇଲେ ସେଥିରୁ ଉପଶମ ମିଳିଥାଏ। ତେଣୁ ନିମ୍ବ ଗଛରେ ବହୁତ ଔଷଧୀୟ ଗୁଣ ରହିଛି। ମୁଁ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ଭାବେ ଏବେ ବି ପୂଜା ପାଏ। ତୁମେ ଜାଣିଛ ପିଲାମାନେ, ପୁରୀରେ ଯେଉଁ ଆମର ବଡ଼ ଠାକୁର ଅଛନ୍ତି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସେହି ମୂର୍ତ୍ତି ଏହି ନିମ୍ବ କାଠରେ ହିଁ ତିଆରି ହୋଇଥାଏ। ମୁଁ ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହ ରୂପେ ଏବେ ମଧ୍ୟ ପୂଜା ପାଏ। ପୂର୍ବରୁ ମୋତେ ଦେବବୃକ୍ଷ ବୋଲି କହି କାଟୁନଥିଲେ। ପୂର୍ବରୁ ଦେବବୃକ୍ଷ, ତେଣୁ ନିମ୍ବ ଗଛକୁ କାଟୁନଥିଲେ। ମୋର କାଠକୁ ଲୋକେ ଜାଳ ରୂପେ ବ୍ୟବହାର କରୁନଥିଲେ। ଲୋକମାନେ ମୋତେ ଆଉ ପୂର୍ବପରି ସମ୍ମାନ ଦେଉନାହାନ୍ତି କିମ୍ବା ମୋର ସୁରକ୍ଷା ପାଇଁ ଯତ୍ନବାନ ହେଉନାହାନ୍ତି। କୌଣସି ସୂଚନା ନ କରି ଲୋକେ ମୋର ଗଣ୍ଡିକୁ କାଟି ବିଭିନ୍ନ ପ୍ରକାର କାମରେ ଲଗାଉଛନ୍ତି। ମୋ କାଠକୁ ଚିରି ଜାଳେଣୀ ଭାବେ ବ୍ୟବହାର କରିବାକୁ ମଧ୍ୟ ପଛାଉନାହାନ୍ତି। ଦେଖିଲ, ଏହି ନିମ୍ବ ଗଛ ଔଷଧୀୟ ଗୁଣ ରହିଛି ଏବଂ ଏହି ନିମ୍ବ କାଠରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଗ୍ରହ ମୂର୍ତ୍ତି ତିଆରି ହୋଇଥାଏ। ତଥାପି ଦେବବୃକ୍ଷ ବୋଲି ପୂର୍ବରୁ ମାନୁଥିଲେ, କିନ୍ତୁ ଏହି ଗଛକୁ କେହି କାଟୁନଥିଲେ। ବର୍ତ୍ତମାନ ଏବେ ସେଇ ମୋତେ କାଟି ଦେଉଛନ୍ତି, ମୋତେ କେହି ସମ୍ମାନ ଦିଅନ୍ତି ନାହିଁ ବୋଲି ନିମ୍ବ ଗଛ କହୁଛି। ତାପରେ ଦେଖିବା, ମୁଁ କିନ୍ତୁ ଲୋକମାନଙ୍କର ଉପକାରକୁ ଜୀବନର ବ୍ରତ ରୂପେ ଗ୍ରହଣ କରିନେଉଛି। ହେଲେ ମୋତେ ତ କାଟି ନେଉଛନ୍ତି, ତଥାପି ମୁଁ ଲୋକଙ୍କର ଉପକାର ବୋଲି ମୁଁ ମାନି ନେଉଛି। ମୋର ଫୁଲ, ଫଳ, ଡାଳ, ପତ୍ର, ଛାଲି ସବୁ ବିଭିନ୍ନ ରୋଗର ଔଷଧ ରୂପେ ବ୍ୟବହାର କରି ମଣିଷ ବହୁ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ଲାଭ କରିପାରୁଛି। ମୋ ପତ୍ରର ରସ ସହିତ ମହୁ ମିଶାଇ ପ୍ରତିଦିନ ସକାଳେ ସେବନ କଲେ କୃମି, କାଛୁ କୁଣ୍ଡିଆ ଇତ୍ୟାଦି ରୋଗ ଭଲ ହୋଇଥାଏ। ମୋ ପତ୍ର ଛାଲିକୁ ପାଣିରେ ସିଝାଇ ସେହି ପାଣିରେ ଗାଧୋଇଲେ, ଦେହରେ ହୋଇଥିବା କ୍ଷତ ଘା'କୁ ଧୋଇଲେ ସମସ୍ତ ପ୍ରକାର ବିଷଦୋଷ ନଷ୍ଟ ହୁଏ। କୁଷ୍ଠ ଭଳି ଭୟାନକ ରୋଗ ପାଇଁ ମୁଁ ମଧ୍ୟ ବହୁ ଉପକାରରେ ଆସିଥାଏ। ତଥାପି ଲୋକମାନେ ମୋତେ ଚିହ୍ନି ମଧ୍ୟ ନ ଚିହ୍ନିଲା ପରି
ହତାଦର କରୁଛନ୍ତି। ନିମ୍ବ ଗଛ କହୁଛି ମୋର କେତେ ଉପକାର ଗୁଣ ରହିଛି, ତଥାପି ମୁଁ ସମସ୍ତଙ୍କର ଉପକାର କରୁଛି, କିନ୍ତୁ ମୋତେ କେହି ସମ୍ମାନ ଦିଅନ୍ତି ନାହିଁ, ମୋତେ କିଏ ମାନନ୍ତି ନାହିଁ। ଆଗକାଳରେ ଲୋକେ ରାତି ପାଇଲେ ମୋ ଦେହରୁ ଡାଳ ଖଣ୍ଡେ ସଂଗ୍ରହ କରି ଦାନ୍ତ ଘଷୁଥିଲେ। ପୂର୍ବ କାଳରୁ ଦାନ୍ତ କାଠିରେ ଦାନ୍ତ ଘଷୁଥିଲେ, ଯଦ୍ୱାରା କି ନିମ ଦାନ୍ତ କାଠିରେ ମଧ୍ୟ ଘଷୁଥିଲେ, ଯାହାଦ୍ୱାରା ମୁଖର ଦୁର୍ଗନ୍ଧ ଦୂର ହେବା ସହିତ ଦାନ୍ତ ମାଡ଼ି ମଜବୁତ ହେଉଥିଲା। ଆଜିକାଲି ଆଉ ସେ କଥା ନାହିଁ। ଲୋକମାନେ ବ୍ରସ୍, ପେଷ୍ଟ, ପାଉଡ଼ର ପାଇବା ଦିନଠାରୁ ମୋତେ ସମ୍ପୂର୍ଣ୍ଣ ଭାବେ ଭୁଲିଗଲେଣି। ନିମ୍ବ ଗଛ କହୁଛି କେବଳ ବସନ୍ତ, ମିଳିମିଳା, ହାଡ଼ଫୁଟି ପରି ସଂକ୍ରାମକ ରୋଗ ହେଲେ ମୁଁ ଲୋକଙ୍କ ମନେ ପଡ଼େ, କିନ୍ତୁ ଲୋକମାନେ ମୋତେ କେବଳ ମନେ ପକାନ୍ତି ଯଦି କାହାର ବସନ୍ତ ହୁଏ, ମିଳିମିଳା, ହାଡ଼ଫୁଟି ହୁଏ, ସଂକ୍ରାମକ ରୋଗ ହେଲେ ମୋତେ ମନେ ପକାନ୍ତି, ନହେଲେ କେହି ହେଲେ ମୋତେ ମନେ ପକାନ୍ତି ନାହିଁ। ରୋଗୀର ବିଛଣାରେ ମୋ ପତ୍ର ବିଛାଇ ଶୁଆଇଲେ ରୋଗରୁ ଉପଶମ ମିଳିଥାଏ। ଆମେ ଜାଣିଛେ ଯଦି ବସନ୍ତ ହୁଏ ତାହେଲେ ନିମ୍ବପତ୍ରକୁ ଆମେ ଶେଯରେ ପକାଇ ଶୋଉ। ମୋ ପତ୍ରକୁ ନିଆଁରେ ପକାଇ ଧୂଆଁ ଦେଲେ ବାୟୁମଣ୍ଡଳରୁ ବସନ୍ତ ଭୂତାଣୁମାନେ ମରିଯାଇଥାନ୍ତି। ମୋ ପତ୍ରରେ ଜୀବାଣୁ ପ୍ରତିରୋଧକ ଶକ୍ତି ବା ଆଣ୍ଟି ମାଇକ୍ରୋ ବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ଅନେକ ବଡ଼ ବଡ଼ ରୋଗ ଭଲ କରିଦିଏ, ମଧୁମେହ ରୋଗକୁ ରକ୍ଷା କରିଥାଏ। ପାଇବା ପାଇଁ ଲୋକମାନେ ପ୍ରତିଦିନ ମୋର ପତ୍ର ସେବନ କରନ୍ତି। ମଧୁମେହ ରୋଗରୁ ରକ୍ଷା ପାଇବା ପାଇଁ ଲୋକମାନେ ପ୍ରତିଦିନ ମୋର ପତ୍ର ସେବନ କରନ୍ତି। ମୋର ଫୁଲ ପତ୍ରକୁ ଚାଉଳ ସହିତ ମିଶାଇ ବାଟି ପିଠା କରି ଖାଇଲେ ପେଟର କୃମି ରୋଗ ମଧ୍ୟ ନାଶ ହୋଇଥାଏ। ଆୟୁର୍ବେଦ ବିଶାରଦ ଶ୍ରୀଯୁକ୍ତ ଲକ୍ଷ୍ମଣ ମିଶ୍ରଙ୍କ ମତରେ ନିମ୍ବ ପତ୍ରକୁ ବିଷୁବ ସଂକ୍ରାନ୍ତି ଦିନ ସେବନ କଲେ ବର୍ଷ ସାରା ଚର୍ମ ରୋଗ ହେବାର ଭୟ ରହେ ନାହିଁ। ତେଣୁ ବିଷୁବ ସଂକ୍ରାନ୍ତି ଯେଉଁ ମେରୁ ସଂକ୍ରାନ୍ତି ପଡ଼େ ସେଦିନ ଯଦି ଆମେ ସେବନ କରିବା ତାହେଲେ ବର୍ଷ ଯାକ ଚର୍ମ ରୋଗ ହେବାର ଭୟ ରହେ ନାହିଁ। ମୁଁ ସମାଜର ଅନେକ ଉପକାର କରୁଥିଲେ ମଧ୍ୟ ମୋର ଉପକାରିତା ବିଷୟରେ କେହି ସଚେତନ ହେଉନାହାନ୍ତି। ନିମ୍ବ କଥା କହୁଛି ମୁଁ ସମାଜର ଅନେକ ଉପକାର କରୁଥିଲେ ମଧ୍ୟ ମୋର ଉପକାରିତା ବିଷୟରେ କେହି ସଚେତନ ହେଉନାହାନ୍ତି। ହେଲେ ମୋର ବିଶ୍ୱାସ ତୁମେମାନେ ମୋ କଥା ନିଶ୍ଚିତ ଭାବେ ଶୁଣିବ, ମୋ ଗୁଣ ଜାଣିବ, ମୋର ବଂଶରକ୍ଷା ବିଷୟରେ ଯତ୍ନବାନ ହେବ। ଆଜି ତୁମମାନଙ୍କ ନିକଟରେ ମୋ ଏତିକି ନିବେଦନ। ତେଣୁ ନିମ ଗଛ ପିଲାମାନଙ୍କୁ ଏଇ କଥା କହିଛି ଯେ କେତେ ଉପକାରୀ ଏବଂ ସେହି ଉପକାରୀ ଗୁଣ ଥିବା ଯୋଗୁଁ ଆମେ ନିମ୍ବକୁ ବ୍ୟବହାର କରିବା, ନିମ୍ବକୁ ଖାଇବା, ନିମ୍ବ ଗଛର ଯତ୍ନ ନେବା, ନୂଆ ଗଛ ଲଗାଇବା, ତାହେଲେ ତା'ର ବଂଶ ବୃଦ୍ଧି ହୋଇପାରିବ ଏବଂ ପରିବେଶ ପ୍ରଦୂଷଣ ହୋଇପାରିବ, ପ୍ରଦୂଷଣ ମୁକ୍ତ ହୋଇପାରିବ, ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ। ତାହେଲେ ଆମେ କ'ଣ କରିବା? ଆମେ ନିମ୍ବ ଗଛକୁ ଯତ୍ନ ନେବା, ନିମ୍ବ ଗଛ ଲଗାଇବା, ନିମ୍ବକୁ ବ୍ୟବହାର କରିବା। କାହିଁକି ନା ସେଥିରେ ଅନେକ ଉପକାରିତା ଗୁଣ ବା ରହିଥାଏ, ତେଣୁ ତାକୁ ଆମେ ବ୍ୟବହାର କରିବା। ତେବେ ଆସ ପିଲାମାନେ ଏହି ପାଠର ଅଭ୍ୟାସ ପ୍ରଶ୍ନୋତ୍ତର କାର୍ଯ୍ୟକୁ ଆମେ ଆଲୋଚନା କରିବା। ଆସ କଥା ହେବା। ନିମ୍ବ ଗଛ କେଉଁ ସ୍ଥାନରେ ଦେଖିବାକୁ ମିଳେ? ଏହାର ଉତ୍ତର ଲେଖିବା। ନିମ୍ବ ଗଛ କେଉଁ ସ୍ଥାନରେ ଦେଖିବାକୁ ମିଳେ? ତାକୁ ଆମେ ଲେଖିବା। ନିମ୍ବ ଗଛ କେଉଁ ସ୍ଥାନରେ ଦେଖିବାକୁ? ଗାଁ ମୁଣ୍ଡରେ, ତଳ ବାଡ଼ିରେ, ରାସ୍ତା କଡ଼ରେ ନିମ୍ବ ଗଛ ଦେଖିବାକୁ ମିଳେ। ଏହା କେଉଁ ଜାତୀୟ ଉଦ୍ଭିଦ? ଏହା ଦୁର୍ମ ଜାତୀୟ ଉଦ୍ଭିଦ। ତାପରେ ଦେଖିବା ପ୍ରବୀଣ ଆୟୁର୍ବେଦାଚାର୍ଯ୍ୟ କିଏ? ମହାମୁନି ଅତ୍ରେୟ ପ୍ରବୀଣ ଆୟୁର୍ବେଦାଚାର୍ଯ୍ୟ ଥିଲେ। ତାପରେ ପୂର୍ବେ ନିମ୍ବ କାଠକୁ ଲୋକମାନେ କାହିଁକି ଜାଳୁ ନଥିଲେ? ପୂର୍ବେ ଲୋକମାନେ ନିମ୍ବ ଗଛକୁ ଦେବବୃକ୍ଷ ମନେ କରୁଥିବାରୁ ଏହାର କାଠକୁ ଜାଳୁ ନଥିଲେ। 5. ସକାଳେ କେଉଁ ଗଛର ପତ୍ର ଖାଇଲେ
କୁର୍ମି ଦୋଷ ଓ କାଛୁକୁଣ୍ଡିଆ ରୋଗ ଭଲ ହୁଏ। ସକାଳେ ନିମ୍ବ ଗଛର ପତ୍ର ରସ ମହୁ ସହିତ ସେବନ କଲେ କୁର୍ମି ଦୋଷ ଓ କାଛୁକୁଣ୍ଡିଆ ରୋଗ ଭଲ ହୁଏ ବୋଲି ପାଠରେ କୁହାଯାଇଛି। ତାପରେ ଆଗକୁ ଯିବା। ଦେଖ 6 ନମ୍ବର, ନିମ୍ବ ପତ୍ରରେ କେଉଁ ଗୁଣ ରହିଛି? ନିମ୍ବ ପତ୍ରରେ ଜୀବାଣୁ ପ୍ରତିରୋଧକ ଗୁଣ ରହିଛି। ନିମ୍ବ ପତ୍ରରେ ଜୀବାଣୁ ପ୍ରତିରୋଧକ ଗୁଣ ରହିଛି। ନିମ୍ବ ଗଛ କ'ଣ ନିବେଦନ କରୁଛି? ନିମ୍ବ ଗଛ ତାହାର ଗୁଣ ଜାଣି ଏହାର ବଂଶରକ୍ଷା ଓ ସୁରକ୍ଷା ପାଇଁ ଯତ୍ନବାନ ହେବାକୁ ନିବେଦନ କରୁଛି। ତାପରେ ଆମେ ଯିବା ଆଗକୁ। ଆସ ଉତ୍ତର ଲେଖିବା। ଏଠି ନିମ୍ବ ଗଛ ପରି ଆଉ କେଉଁ ଉପକାରୀ ଗଛ ଆମ ବାଡ଼ି ବଗିଚାରେ ଦେଖିବାକୁ ମିଳିଥାଏ? ନିମ୍ନରେ ଦିଆଯାଇଥିବା କୋଠରୀରେ ଲେଖ। ଦେଖ ଏଠି ଲେଖା ହେଇଛି କ'ଣ କ'ଣ ଗଛ ଲେଖିବା? ତୁଳସୀ ଲେଖିବା, ତୁଳସୀ। ତାପରେ ଦେଖିବା ଅଁଳା, ଅଁଳା, ବେଲ, ବେଲ। ତାପରେ ହଳଦୀ, ହଳଦୀ, ଅମୃତଭଣ୍ଡା, ଅମୃତଭଣ୍ଡା। ତାପରେ ପିଜୁଳି। ଏଇଭଳି ଗଛର ନାଁ ଆମେ ଲେଖିଦେବା। ଆହୁରି ଅନ୍ୟ କିଛି ଉପକାରୀ ଗଛ ମଧ୍ୟ ତୁମେ ଲେଖିପାରିବ। ତାପରେ ତଳେ ଦିଆଯାଇଥିବା ଶବ୍ଦର ବିପରୀତ ବୋଧକ ଶବ୍ଦ ବେଲୁନ ମଧ୍ୟରେ ରହିଛି, ତାହା ଖୋଜି ଆଣି ଯୋଡ଼ିବା। ଏଠି କିଛି ବିପରୀତ ଶବ୍ଦ ଦିଆଯାଇଛି। ଆଦର, ଆଦର ବିପରୀତ ଅନାଦର। ତେଣୁ ଆମେ ଲେଖିବା ଆଦର, ଅନାଦର, ଅନାଦର। ଉପକାର, ଅପକାର, ଉପକାରର ବିପରୀତ ଅପକାର। ସୁଗୁଣ, ଏଠି ଦୁର୍ଗୁଣ, ଲେଖିବା ଦୁର୍ଗୁଣ, ସୁଗୁଣ, ଦୁର୍ଗୁଣ। ତାପରେ ଦୁର୍ଗନ୍ଧ, ସୁଗନ୍ଧ, ଦୁର୍ଗନ୍ଧର କ'ଣ ହେବ? ସୁଗନ୍ଧ, ଲେଖିବା ସୁଗନ୍ଧ। ତାପରେ ଟାଣ, ଟାଣର ଏଠି ଦେଇନି, ଆମେ ଲେଖିବା କୋମଳ, ଟାଣ, କୋମଳ। ତାପରେ ନୂତନ, ପୁରାତନ, ତେଣୁ ନୂତନର ପୁରାତନ ବୋଲି ଲେଖିବା ପୁରାତନ। ଏଇଭଳି ଆମେ ବିପରୀତ ଅର୍ଥକୁ ଲେଖିଲେ। ତାପରେ ଭାଷାର କଥା ପଢ଼, ବୁଝ, ଲେଖ। ତଳେ ଗୋଟିଏ କୋଠରୀରେ ପ୍ରଶ୍ନ ଓ ଅନ୍ୟ କୋଠରୀରେ ଉତ୍ତର ଲେଖାଯାଇଛି। କେଉଁ ପ୍ରଶ୍ନ ପାଇଁ କେଉଁ ଉତ୍ତର ତାହାକୁ ଯୋଡ଼ିବା। ଦେଖ 1 ନମ୍ବର ରହିଛି ନିମ୍ବ ପତ୍ରର ସ୍ୱାଦ କିପରି? ନିମ୍ବ ପତ୍ରର ସ୍ୱାଦ ପିତା। ତେଣୁ ଆମେ ଲେଖିବା ନିମ୍ବପତ୍ର ସ୍ୱାଦ କିପରି? ନିମ୍ବପତ୍ର ସ୍ୱାଦ ପିତା, ନିମ୍ବପତ୍ର ସ୍ୱାଦ ପିତା ବୋଲି ଲେଖିବା। ଅତ୍ରେଙ୍କ ପ୍ରିୟ ଶିଷ୍ୟ କିଏ? ଜୀବକ। ଅତ୍ରେଙ୍କ ପ୍ରିୟ ଶିଷ୍ୟ କିଏ? ଜୀବକ, ଲେଖିବା ଅତ୍ରେଙ୍କ ପ୍ରିୟ ଶିଷ୍ୟ ଜୀବକ। ତାପରେ ଲେଖିବା ହିନ୍ଦୁମାନଙ୍କର ଆରାଧ୍ୟ ଦେବତା କିଏ? ପ୍ରଭୁ ଜଗନ୍ନାଥ, ଲେଖିବା ଜଗନ୍ନାଥ। ତାପରେ ଦେଖିବା ନିମ୍ବପତ୍ର ଧୂଆଁରେ କେଉଁ ରୋଗର ଭୂତାଣୁ ମରିଯାଆନ୍ତି? ଲେଖିବା ବସନ୍ତ, ଉତ୍ତର ହେବ ବସନ୍ତ। ତାପରେ ଜଗନ୍ନାଥ ନିମ୍ବର କେଉଁ ରୂପରେ ପୂଜା ପାଆନ୍ତି? ଦାରୁ ବିଗ୍ରହ, ଲେଖିବା ଦାରୁ ବିଗ୍ରହ। ବୁଝିଲା ପିଲାମାନେ? ମନ ଦେଇ ଶୁଣ। ବିଗ୍ରହ, ଦାରୁ ବିଗ୍ରହ। ତାପରେ ଆଗକୁ ଯିବା। ଦେଖ ତଳେ କେତେ ଗୁଡ଼ିଏ ରୋଗର ନାମ ଦିଆଯାଇଛି। ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ନିମ୍ବ ଦ୍ୱାରା ଭଲ ହୁଏ ତାହାକୁ ବାଛି ଲେଖିବା। ନିମ୍ବ ଦ୍ୱାରା କ'ଣ କ'ଣ ଭଲ ହୁଏ? ଏଠି ରୋଗ ଦେଇଛି, ସେଇ ରୋଗ ଯାକ ଆମେ ଲେଖିବା। ନିମ୍ବ ଦ୍ୱାରା କାଛୁକୁଣ୍ଡିଆ ଭଲ ହୁଏ, ଲେଖିବା ନିମ୍ବ ଦ୍ୱାରା କାଛୁକୁଣ୍ଡିଆ। ତାପରେ ନିମ୍ବ ଦ୍ୱାରା ହାଡ଼ ଫୁଟି, ହାଡ଼ ଫୁଟି। ତାପରେ ମିଳିମିଳା, ବସନ୍ତ, ବସନ୍ତ ନାହିଁ, କୁଷ୍ଠ, କୁଷ୍ଠ। ମଧୁମେହ ଅଛି, ମଧୁମେହ। ଏଇଭଳି ଆମେ ଲେଖିବା।
ଏଠି କ'ଣ ଲେଖିବା? କାଛୁ କୁଣ୍ଡିଆ ଲେଖିବା। କାଛୁ କୁଣ୍ଡିଆ। ତାପରେ ଦେଖିବା ହାଡ଼ ଫୁଟି। ହାଡ଼ ଫୁଟି। ତାପରେ ମିଳିମିଳା। ମିଳିମିଳା। ତାପରେ ଅଛି ମଧୁମେହ। ମଧୁମେହ। ତାପରେ କୁଷ୍ଠ। ଏଇଭଳି ଲେଖିବା। ତାପରେ ଆଗକୁ ଯିବା। 3 ନମ୍ବର, ଆସ ଚିନ୍ତା କରି କହିବା ଲେଖିବା। ନିମ୍ବ ଗଛଟି କାହିଁକି ମନଦୁଃଖ କରୁଛି ତାହାକୁ 5ଟି ଧାଡ଼ିରେ ଲେଖ। ଲେଖିବା, ନିମ୍ବ ଗଛଟିକୁ ଲୋକମାନେ ପୂର୍ବ ପରି ସମ୍ମାନ ଦିଅନ୍ତି ନାହିଁ। ଲୋକମାନେ ତାହାର ସୁରକ୍ଷା କରନ୍ତି ନାହିଁ। ବର୍ତ୍ତମାନ ନିମ୍ବକୁ ଦାନ୍ତକାଠି ରୂପରେ ବ୍ୟବହାର କରୁନାହାନ୍ତି। ନିମ୍ବ ବହୁତ ଉପକାର ହେଲେ ମଧ୍ୟ ତା'ର ଉପକାରକୁ ଲୋକମାନେ ବୁଝିପାରନ୍ତି ନାହିଁ। ତାହାର ଗଣ୍ଡି କାଟି ବିଭିନ୍ନ କାମରେ ଲଗାଉଛନ୍ତି। ଏଭଳି ଆମେ ଲେଖିବା। ତାପରେ 2 ନମ୍ବର ଲେଖିବା, ନିମ୍ବ ଗଛର ଉପକାରିତା ନିଜ ଭାଷାରେ ଲେଖ। ତା'ର ଉପକାର ବିଷୟରେ ଆମେ ଲେଖିବା। ନିମ୍ବ ଗଛ ଏକ ଅତ୍ୟନ୍ତ ଉପକାରୀ ଗଛ। ଏହାର ଫୁଲ, ଫଳ, ଡାଳ, ପତ୍ର, ଛାଲି ବିଭିନ୍ନ ଔଷଧୀୟ କାମରେ ବ୍ୟବହାର ହୁଏ। ନିମ୍ବ ଡାଳରେ ଦାନ୍ତ ଘଷିଲେ ଦାନ୍ତ ମାଢ଼ି ମଜବୁତ ହୁଏ। ନିମ୍ବ ପତ୍ରରେ ଜୀବାଣୁ ପ୍ରତିରୋଧକ ଗୁଣ ରହିଛି। ଏହା କାଛୁ କୁଣ୍ଡିଆ, କୃମି, ବ୍ରଣ ଆଦିରେ ଉପକାରୀ ଏବଂ ପରିବେଶକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତାପରେ ଦେଖିବା ତୁମ ପାଇଁ କାମ। ବିଭିନ୍ନ ଔଷଧୀୟ ଗଛ ସଂଗ୍ରହ କରି ତା'ର ଉପକାରିତା ସମ୍ପର୍କରେ ଲେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଖ। ଏହା ତୁମ ପାଇଁ କାମ। ତୁମେ ବିଭିନ୍ନ ପ୍ରକାର ଔଷଧ ଗୁଣ ଥିବା ଗଛକୁ ସଂଗ୍ରହ କରିବ। ତା'ର ଉପକାରିତା ବିଷୟରେ ଗୁରୁଜୀ ଗୁରୁମାଙ୍କୁ ତୁମେ କହିବ। ବର୍ତ୍ତମାନ ପାଇଁ ଏହି ଭିଡ଼ିଓଟି ଶେଷ ହୋଇଯାଇଛି। ପରବର୍ତ୍ତୀ କାଳାନ୍ତରେ ପୁଣି ଦେଖା ହେବ। ବର୍ତ୍ତମାନ ପାଇଁ ବିଦାୟ ନେଉଛି।